ଶିମିଳିପାଳ ଅଭୟାରଣ୍ୟରୁ କଲରା ପତରିଆ ଶିକାର ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଛି। କଲରା ପତରିଆ ବାଘକୁ ମାରି ତାର ଛାଲକୁ ଲକ୍ଷ ଲକ୍ଷ ଟଙ୍କାରେ ବ୍ୟବସାୟ କରିବା ପାଇଁ ଡିଲ୍ ଚାଲିଥିବା ବେଳେ ସ୍ୱତନ୍ତ୍ର ଟିମ୍ ସହାୟତାରେ ଶିକାରୀକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ବଲହଦା ଅଞ୍ଚଳର ନେତ୍ରା ସିଂ। ଗତ ବର୍ଷ ଜୁଲାଇ 23 ତାରିଖରେ ଶିମିଳିପାଳ ଅଭୟାରଣ୍ୟରୁ 4ଟି କଲରା ପତରିଆ ବାଘକୁ ମାରି ଶିକାର କରିବା ପରେ ଏହି ଛାଲକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ୍ ଚାଲିଥିବା ବେଳେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ନେତ୍ରା ସିଂ ଘଟଣାସ୍ଥଳରୁ ଖସି ଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୀର୍ଘ 1 ବର୍ଷ ପରେ ନେତ୍ରା ସିଂଙ୍କୁ ଗିରଫ କରିବାରେ ବନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିମ୍ ସଫଳ ହୋଇଛି। ନେତ୍ରାଙ୍କୁ ପଚରା ଉଚରା କରିବା ବେଳେ ସେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିଥିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପୂର୍ବରୁ ନେତ୍ରା ଶିକାର କରି ଫେରାର ମାରିଥିଲା ବେଳେ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବା ବେଳେ ସୋମବାର ଗିରଫ କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଫେରାର ପଳାତକ ବୁଦୁରାମ ସିଂଙ୍କୁ ଧରିବା ପାଇଁ ବନ ବିଭାଗ ଚେଷ୍ଟା ଜାରି ରଖିଛି। ଆଚ୍ଛା 2023 ମସିହାରେ 4ଟି ବାଘ ଛାଲ ଚୋରା ଚାଲାଣ ସମ୍ବନ୍ଧରେ ଏଇଟା ଧରା ହେଇଥିଲା। ତାର ସେମାନେ ଆକ୍ଚୁଆଲି 6 ଜଣ ଥିଲେ, ତା ଭିତରୁ 2 ଜଣ ଖସି ପଳେଇଥିଲେ। ବର୍ତ୍ତମାନ ଆମେ ତାକୁ ତୀକ୍ଷ୍ଣ ନଜର ରଖିଥିଲେ ଗୋଟେ ଟାସ୍କ ଫୋର୍ସ ଗୋଟେ ଗଠନ କରାଯାଇଥିଲା, ଜଏଣ୍ଟ ଟାସ୍କ ଫୋର୍ସ। ଶିମିଳିପାଳ ସାଉଥ ଡିଭିଜନ ଆଉ ବାରିପଦା ଫରେଷ୍ଟ ଡିଭିଜନ 2 ଜଣଙ୍କର କମ୍ବାଇନ୍ଡ ଏଫର୍ଟରେ 2 ଦିନ ତଳେ ଆମେ ନେତ୍ରା ସିଂ ବୋଲିକି ଯିଏକି ମେନ୍ କଲ୍ପ୍ରିଟ୍ who is dealing with the poaching of leopards in these areas, who has a vast network regarding the disposal of the leopard ତାକୁ ଆମେ କାବୁ କରିଥିଲୁ। କାବୁ କରିକି ତାର ଇଣ୍ଟ୍ରୋଗେସନ୍ ଆମେ କଲୁ। ଇଣ୍ଟ୍ରୋଗେସନ୍ ସମୟରେ ସେ ବହୁତ ଗୁଡ଼ାଏ ତଥ୍ୟ ତା ପାଖରେ ଯେଉଁ ଥିଲା ସେ ଆମକୁ ଦେଇଛି। ଆଉ ସେ ଯେଉଁ ତଥ୍ୟ ଆଉ ଅନ୍ୟ ସହଯୋଗୀ ମାନଙ୍କର ସାହାଯ୍ୟ ଯେଉଁ ନେଇଛି ତାହାର ମଧ୍ୟ ସେ ଆମକୁ ଇଣ୍ଡିପେଣ୍ଡେଣ୍ଟ ୱିଟନେସ୍ ଆଗରେ ଜଣେଇଛି। ତ ତାକୁ ଆମେ ରେକର୍ଡ କରିଛୁ। ଡେଫିନେଟଲି ସେ ଯେଉଁ କ୍ଲୁ ଗୁଡ଼ାକ ଦେଇଛି ଏଇଟା ଲିଡ୍ କରିବ ଆଉ ଫର୍ଦର ଇନଭେଷ୍ଟିଗେସନ୍ କରିବା ପାଇଁ। ଆଉ ଜଣେ ଯେଉଁ ସହଯୋଗୀ ତାର ବୁଦୁରାମ ସିଂ ଆରେଷ୍ଟ ବର୍ତ୍ତମାନ ସେ ନିଖୋଜ ଅଛି। ତାକୁ ଆମେ ଖୁବ୍ ଅଳ୍ପ ସମୟ ଭିତରେ ଆମେ ତାକୁ ଚେଷ୍ଟା କରୁଛୁ, ତାକୁ ମଧ୍ୟ ଇଏ କରିଦେବୁ, ଟ୍ରେସ୍ ଆଉଟ୍ କରିବୁ। ମୟୂରଭଞ୍ଜରୁ ପ୍ରଦୀପ୍ତ ହୋତାଙ୍କ ରିପୋର୍ଟ, ଖବର ଓଡ଼ିଶା।